ଏବେ ଆଉ ଯିବାକୁ ପଡିବନି ଆଧାର ସେଣ୍ଟର, ଘରେ ବସି ଏମିତି କରନ୍ତୁ ସବୁ ଅପଡେଟ। ଯାହାକି ଦେଖନ୍ତୁ ଯଦି ଆପଣମାନେ ଆଧାର ବ୍ୟବହାର କରୁଛନ୍ତି ତାହେଲେ ଏବେ ଖୁବ ଶୀଘ୍ର ଆପଣମାନେ ଏଇ ଅପଡେଟ ଆସିବାକୁ ଯାଉଛି, ଯାହାକି ଘରେ ବସି ଆପଣମାନେ ଅପଡେଟ ବା କିଛି କାମ କରିପାରିବେ। ତ କଣ ଅପଡେଟ ରହିଛି ଦେଖନ୍ତୁ ଭିଡିଓକୁ ଶେଷ ପର୍ଯ୍ୟନ୍ତ, ଫୁଲ ଷ୍ଟେପ ବାଇ ଷ୍ଟେପ ଜାଣିପାରିବେ। ଏଇ ଆଧାର ଭାରତରେ ରହିବା ପାଇଁ ଲୋକଙ୍କ ପାଖରେ ଅନେକ ଡକୁମେଣ୍ଟସ ରହିବା ଆବଶ୍ୟକ। ଯଦି ଆମେ ଏହି ଡକୁମେଣ୍ଟସ ବିଷୟରେ କଥା ହେବା ତେବେ ଏଥିରେ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ରାସନ କାର୍ଡ, ପାନ କାର୍ଡ ଏବଂ ଆଧାର କାର୍ଡ ଅନ୍ତର୍ଭୁକ୍ତ, ଯାହା ଆପଣଙ୍କୁ ପ୍ରତିଦିନ କେଉଁଠି ନା କେଉଁଠି ଆବଶ୍ୟକ ପଡିଥାଏ। ଏହି ସବୁ ମଧ୍ୟରୁ ଆଧାର କାର୍ଡ ହେଉଛି ଭାରତର ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟସ। ଦେଶର ପ୍ରାୟ ଆଧାରରୁ ଅଧିକ ଜନସଂଖ୍ୟାର ଆଧାର କାର୍ଡ ଅଛି। ସ୍କୁଲ କଲେଜ ପ୍ରବେଶ କରିବା ଠାରୁ ଆରମ୍ଭ କରି ସରକାର ଯୋଜନାର ଲାଭ ନେବା ପର୍ଯ୍ୟନ୍ତ ଆପଣଙ୍କ ଏହା ଆବଶ୍ୟକ। ଅନେକ ସମୟରେ ଲୋକମାନେ ଆଧାର କାର୍ଡ କିଛି ସୂଚନା ଭୁଲ ଭାବରେ ପ୍ରବେଶ କରନ୍ତି, ସେଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ସେମାନଙ୍କୁ ଆଧାର କେନ୍ଦ୍ରକୁ ଯିବାକୁ ପଡିବ। କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଆଧାର କେନ୍ଦ୍ରକୁ ଯିବାକୁ ପଡିବ ନାହିଁ। ଏହି ସୂଚନା ଘରେ ବସି ଅପଡେଟ କରିବେ। ବର୍ତ୍ତମାନ ଲୋକମାନେ କେବଳ ଆଧାର କାର୍ଡରେ ଠିକଣା ଅପଡେଟ କରିବା ପାଇଁ ଅନଲାଇନ ସୁବିଧା ପାଆନ୍ତି। ବାକି ସୂଚନା ଅପଡେଟ କରିବା ପାଇଁ ସେମାନଙ୍କୁ ଆଧାର କେନ୍ଦ୍ରକୁ ଯାଇ ପ୍ରକ୍ରିୟା କରିବାକୁ ପଡିବ। କିନ୍ତୁ ଏବେ ଲୋକମାନଙ୍କୁ ଆଧାରରେ ନାମ, ଜନ୍ମ ତାରିଖ ଏବଂ ଠିକଣା ଅପଡେଟ କରିବା ପାଇଁ କିମ୍ବା ଅନ୍ୟ କୌଣସି ସୂଚନା ଅପଡେଟ କରିବା ପାଇଁ ଆଧାର କେନ୍ଦ୍ରକୁ ଯିବାକୁ ପଡିବ ନାହିଁ। ତ ଦେଖନ୍ତୁ ଯଦି ଆପଣମାନେ ମଧ୍ୟ ଆଧାର କାର୍ଡ କୌଣସି ଅପଡେଟ କରନ୍ତି, ନାମ, ଜନ୍ମ ତାରିଖ, ଠିକଣା, ତାହେଲେ ଆପଣମାନେ ମଧ୍ୟ ଘରେ ବସି କରିପାରିବେ। ତ ଖୁବ ଶୀଘ୍ର ଏଇ ଅପଡେଟ ଆସିବାକୁ ଯାଉଛି, ଆପଣମାନେ ଅପେକ୍ଷା କରନ୍ତୁ। ଯଦି ଆପଣମାନେ ମଧ୍ୟ ଏଇ କାମ କରନ୍ତି ତାହେଲେ ଆପଣମାନେ ମଧ୍ୟ ନିଜେ କରିପାରିବେ ମୋବାଇଲରେ। ତ ଖୁବ ଶୀଘ୍ର ଆସିବାକୁ ଯାଉଛି। ତ ଏଇଭଳି ଆଜିର ଅପଡେଟ ଥିଲା। ଆଶା କରୁଛି ଭିଡିଓ ଭଲ ଲାଗିଥିବ, ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।